ବହୁଦିନ ପୂର୍ବେ ପୂର୍ବ ଭାରତର ଏକ ଘନ ଜଙ୍ଗଲ କଡ଼ରେ ଗୋପୀନାଥପୁର ନାମକ ଏକ ଛୋଟ ଗାଁଟିଏ ଥିଲା। ଗାଁ ବାହାରେ ଏକ ନଦୀଟିଏ ବହିଯାଉଥିଲା, ଯାହାର ନାମ ଥିଲା ମାଳତୀ, ଯାହାର କୂଳରେ ଏକ ପ୍ରାଚୀନ ବଟଗଛଟିଏ ଥିଲା। ତାହା କୌଣସି ସାଧାରଣ ଗଛ ନଥିଲା। ଗାଁ ଲୋକେ ତାଙ୍କୁ ଦେବଭଟ୍ଟ ବୋଲି ଡାକୁଥିଲେ। ଏହି ବଟଗଛ ବିଷୟରେ ଗାଁ ଲୋକଙ୍କ ବିଶ୍ୱାସ ଥିଲା ଯେ ଏହା କୌଣସି ତପସ୍ୱୀ ଋଷିଙ୍କ ଅବତାର ଅଟେ, ଯିଏ ବହୁତ ବର୍ଷ ଧରି ଧ୍ୟାନ କରିବା ପରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିଥିଲେ ଏବଂ ସେହି ଗଛ ରୂପରେ ସ୍ଥିର ହୋଇଥିଲେ। ପକ୍ଷୀ, ପଶୁ, ମଣିଷ ସମସ୍ତେ ଏହି ଗଛ ଛାଇରେ ସୁରକ୍ଷିତ ଅନୁଭବ କରୁଥିଲେ। ଦିନେ ଗାଁର ଜଣେ ବୃଦ୍ଧ ବୈଦ୍ୟ ଧରମା ତାଙ୍କ ଔଷଧ ପାଇଁ ବଟଗଛ ପାଖକୁ ଗଲେ। ତାପରେ ସେ ଦେଖିଲେ ଯେ ଗଛଟିର ଗର୍ଭାଶୟ ଧୀରେ ଧୀରେ ଫୁଲି ଯାଉଛି। କିଛି ଦିନ ମଧ୍ୟରେ ସେଠାରେ ଏକ ମାନବ ଆକୃତି ଦେଖାଯିବାକୁ ଲାଗିଲା। ଏକ ଝିଅ, ଯିଏ ଗଛର ଛାଲରେ ତିଆରି ହୋଇଥିବା ପରି ଦେଖାଯାଉଥିଲା, କିନ୍ତୁ ତା ମୁହଁ ଏକ ଜୀବନ୍ତ ମାନବ ଝିଅର ଥିଲା। ଗାଁରେ ହଲଚଲ ସୃଷ୍ଟି ହେଲା। ରାଜା ବିକ୍ରାନ୍ତ ଦେବ ଏବଂ ରାଣୀ ପଦ୍ମାବତୀଙ୍କୁ ସୂଚନା ଦିଆଯାଇଥିଲା। ଦୁହେଁ ବିଳମ୍ବ ନ କରି ମନ୍ତ୍ରୀ ଏବଂ ସୈନିକମାନଙ୍କ ସହିତ ସେଠାରେ ପହଞ୍ଚିଗଲେ। ଦିନ ବିତିବା ସହିତ ଝିଅଟି ପୂର୍ଣ୍ଣ ଭାବରେ ବଡ଼ ହୋଇଯାଇଥିଲା। ଗୋଟିଏ ଦିନ ସେହି ବୃକ୍ଷ କନ୍ୟା ଆକାଶରୁ ପ୍ରତିଧ୍ୱନିତ ଶିବ ମନ୍ତ୍ରର ଶବ୍ଦ ସହିତ ବାହାରକୁ ଆସିଲା। ସେ କଥା କହିପାରୁନଥିଲେ, କିନ୍ତୁ ତାଙ୍କ ଆଖିରେ ଦିବ୍ୟତା ଥିଲା। ତାଙ୍କ ଚର୍ମର ଗଠନ ଗଛ ପରି ଥିଲା ଏବଂ ତାଙ୍କ କେଶ ସବୁଜ ପତ୍ର ପରି ଥିଲା। ଗାଁ ଲୋକମାନେ ତାଙ୍କର ନାମ ଦେଇଥିଲେ ବନଲତା। ରାଣୀ ତାଙ୍କୁ ନିଜ ଝିଅ ପରି ମାନିବାକୁ ଲାଗିଲେ। ତାଙ୍କୁ ରାଜପ୍ରସାଦକୁ ନିଆଯାଇଥିଲା। ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ବନଲତା ଯେଉଁଠାକୁ ଯାଉଥିଲେ ପକ୍ଷୀମାନେ ଦଳ ଦଳ ହୋଇ ଉଡ଼ୁଥିଲେ, ପଶୁମାନେ ଶାନ୍ତ ହୋଇଯାଉଥିଲେ ଏବଂ ଗଛଗୁଡ଼ିକ ସବୁଜ ହୋଇଯାଉଥିଲା। ରାଜା ବିକ୍ରାନ୍ତ ଦେବଙ୍କ ରାଜ୍ୟ ସମୃଦ୍ଧ ଥିଲା, କିନ୍ତୁ ନିକଟବର୍ତ୍ତୀ ରାଜ୍ୟର ଲୋଭୀ ରାଜା ଭୀମରଥ ତାଙ୍କ ସମୃଦ୍ଧିରେ ଈର୍ଷା କରୁଥିଲେ। ଗୋଟିଏ ରାତିରେ ସେ ଏକ ବିରାଟ ସୈନ୍ୟବାହିନୀ ସହିତ ଆକ୍ରମଣ କଲେ। ରାଜା ପ୍ରସ୍ତୁତ ହେବା ବେଳକୁ ରାଜ୍ୟର ଅଧା ଜଳି ସାରିଥିଲା। ଯେତେବେଳେ ବନଲତା ଏହା ଦେଖିଲେ, ସେ ଜଙ୍ଗଲ ଆଡ଼କୁ ଦୌଡ଼ିଗଲେ ଏବଂ ପ୍ରାଚୀନ ଋଷି ଅଗ୍ନିବେଶଙ୍କ ଆଶ୍ରମରେ ପହଞ୍ଚିଲେ। ଋଷି ତପସ୍ୟା ମାଧ୍ୟମରେ ଜାଣିପାରିଲେ ଯେ ବନଲତା ଭଗବାନ ଶିବଙ୍କ ଆଶୀର୍ବାଦରେ ଜନ୍ମିତ ଏବଂ ସେ ପୃଥିବୀକୁ ରକ୍ଷା କରିବା ପାଇଁ ଜନ୍ମ ହୋଇଛନ୍ତି। ଋଷି ଅଗ୍ନିବେଶ ଭଗବାନ ଶିବଙ୍କୁ ଡାକିଲେ। ଶିବ ପ୍ରକଟ ହେଲେ ଏବଂ କହିଲେ, ଏହି ଝିଅଟି ମୋ ଶକ୍ତିରୁ ଜନ୍ମିତ ହୋଇଛି। ସେ ମଣିଷ ନୁହେଁ କି ଗଛ ନୁହେଁ, ସେ ପ୍ରକୃତିର ଆତ୍ମା। ଯୁଦ୍ଧ ପାଇଁ ତାର ଶକ୍ତିକୁ ଜାଗ୍ରତ କର। ଋଷି ବନଲତାଙ୍କ କପାଳରେ ତ୍ରିପୁଣ୍ଡ ଲଗାଇଲେ। ତାଙ୍କ ଆଖି ନିଆଁ ପରି ଜଳିବାକୁ ଲାଗିଲା। ତାଙ୍କ ହାତରୁ ଲତା ବାହାରିଲା। ଗଛର ଡାଳଗୁଡ଼ିକ ଅସ୍ତ୍ର ହୋଇଗଲା। ନଦୀର ଢେଉଗୁଡ଼ିକ ଉଚ୍ଚକୁ ଉଠିଲା। ଯେତେବେଳେ ଭୀମରଥଙ୍କ ସୈନ୍ୟବାହିନୀ ରାଜପ୍ରସାଦରେ ପହଞ୍ଚିଲେ, ବନଲତା ଜଙ୍ଗଲରୁ ବାହାରକୁ ଆସିଲେ। ତାଙ୍କ ସହିତ ଜଙ୍ଗଲର ସମସ୍ତ ଜୀବଜନ୍ତୁ, ଯେପରିକି ପଶୁ, ପକ୍ଷୀ, ଗଛଲତା ଏକାଠି ହେଲେ। ବନଲତା ଯୁଦ୍ଧ ପାଇଁ ଶଙ୍ଖ ବଜାଇ ଆହ୍ୱାନ ଦେଲେ, ଯେପରି ପ୍ରକୃତି ତାର ବିନାଶର ନୃତ୍ୟ ଆରମ୍ଭ କରିଦେଇଛି। ବାଘ, ହାତୀ, ପକ୍ଷୀ ଏବଂ ଗଛ ଭଳି ପଶୁମାନେ ଭୀମରଥଙ୍କ ସେନା ଉପରେ ଆକ୍ରମଣ କଲେ। ବୃକ୍ଷଲତା ଗୁଡ଼ିକ ସୈନ୍ୟମାନଙ୍କୁ ବାନ୍ଧିଦେଲେ। ପବନ ଏତେ ଦ୍ରୁତ ଗତିରେ ବଢ଼ିଲା ଯେ ତୀରଗୁଡ଼ିକ ବଙ୍କା ହୋଇଗଲା। ଭୀମରଥ ଦୌଡ଼ିବାକୁ ଆରମ୍ଭ କଲେ, କିନ୍ତୁ ଏକ ବୃକ୍ଷଲତା ତାଙ୍କୁ ଧରି ପକାଇଲା। ଭୀମରଥଙ୍କୁ ରାଜା ବିକ୍ରମ ଦେବଙ୍କ ସମ୍ମୁଖକୁ ଅଣାଯାଇଥିଲା। ବନଲତା ପ୍ରଥମ ଥର ପାଇଁ ଭାଷଣରେ କହିଥିଲେ, ଯେଉଁମାନେ ଭୂମିକୁ କ୍ଷତି କରନ୍ତି, ପ୍ରକୃତି ସେମାନଙ୍କୁ ଶେଷ କରିଦିଏ। ଭୀମରଥ କ୍ଷମା ମାଗିଲେ ଏବଂ ବନଲତାର ଦିବ୍ୟତା ଦେଖି ସେ ନିଜ ଭୁଲ ବୁଝିପାରିଥିଲେ। ରାଜା ବନଲତାଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ଘୋଷଣା କଲେ। କିନ୍ତୁ ବନଲତା ରାଜପ୍ରସାଦ ଛାଡ଼ି
ପୁଣି ଥରେ ସେହି ବଟବୃକ୍ଷର ଗର୍ଭରେ ପ୍ରବେଶ କଲେ। ବଟବୃକ୍ଷଟି ଏବେ ଆହୁରି ବଡ଼ ହୋଇଗଲାଣି। ସେ ଆଜି ମଧ୍ୟ ସେଠାରେ ଅଛି। ଗାଁ ଲୋକ କୁହନ୍ତି, ଯେତେବେଳେ ପୃଥିବୀ ସମସ୍ୟାରେ ପଡ଼ିବ, ବନଲତା ପୁନର୍ବାର ଜନ୍ମ ନେବ।